ମମତା ବାନାର୍ଜୀଙ୍କ ନାମରେ ଏଫ୍ଆଇଆର୍। ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ବିସ୍ଫୋରଣ ଘଟିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଆପତ୍ତିଜନକ ଓ ସଙ୍ଗୀନ ଅଭିଯୋଗ ଆଣିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଖବର ଅନୁଯାୟୀ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ଏକ ମାମଲା ବା ଏଫ୍ଆଇଆର୍ ରୁଜୁ କରାଯାଇଛି। ବାଂଲାଦେଶୀ ସାଂସଦଙ୍କ ହତ୍ୟାକାଣ୍ଡକୁ କେନ୍ଦ୍ର କରି ସେ ଦେଇଥିବା ବିବାଦୀୟ ବୟାନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।